ଚେନ୍ଟା ନିଅ। ହଁ ବାବୁ ମୋ ଚେନ୍ଟା ମତେ ଦେଇଦିଅ। ହଉ ତମ ଚେନ୍ ତ ତମେ ପାଇଲ, ହେଲେ ତମ ପରିଚୟ ଟିକେ କହିପାରିବ? ହଁ ବାବୁ, ମୋ ନାଁ ହେଲା ସନ୍ଧ୍ୟା ରାଣୀ ସ୍ୱାଇଁ, ମୋ ବାପାଙ୍କ ନାଁ ହେଲା ଯୋଗେନ୍ଦ୍ର ସ୍ୱାଇଁ। ଏଇ ଗାଁ ଭଗବତୀ ନଗରରେ ଆମ ଘର। ବର୍ତ୍ତମାନ ମୁଁ ଏଇ କଲେଜରେ +2 କରୁଛି। ଏଥର ତମ ପରିଚୟ ଟିକେ କୁହ ବାବୁ। କଣ କହିଲ ତମେ +2 କଣ କରୁଛ? କହିଲ କଣ କହିଲ? ଏଇ କଲେଜରେ ତମେ ବି ପଢୁଛ? ହଁ ବାବୁ। କିନ୍ତୁ ମୁଁ ତମକୁ ତ କେବେ ଆଗରେ ଦେଖିନଥିଲି। ନା ବାବୁ, ମୁଁ ନୂଆ ଜଏନିଂ କରିଛି। ଓ ଶୁଣ, ମୁଁ ହେଲି ଜମିଦାର ପ୍ରଭାକର ମହାନ୍ତିଙ୍କର ଏକମାତ୍ର ପୁଅ। ମୋ ନାଁ ହେଲା ଆଲୋକ। ଏଇ ଗାଁ କଲେଜରେ +2 କରୁଛି। ଶୁଣିଲ ମୋ ପରିଚୟ, ଏଥର ତମେ ଯାଇପାର। ବାବୁ ତମେ ନା ବହୁତ ଭଲ। ତମେ ଯଦି ନଥିଲେ ମୋର ସବୁ ସର୍ବନାଶ ହୋଇସାରିଥାନ୍ତା। ହଁ ବାବୁ, ତମେ ବହୁତ ଭଲ। କଣ କହିଲ? ତାହେଲେ ମୁଁ ତୁମକୁ ଭଲ ଲାଗୁଛି? ହଁ ବାବୁ। ତାହେଲେ ମୁଁ ତୁମକୁ ଗୋଟିଏ କଥା କହିବି, ତମେ କିଛି ମାଇଣ୍ଡ କରିବନି ତ? ହଁ ବାବୁ କୁହ। ତାହେଲେ ତମେ ମତେ ଭଲ ପାଇପାରିବ? ନା ବାବୁ, ତମେ ତ ଅଟେ ବଡ଼ ଧନୀଙ୍କର ପୁଅ, ମୁଁ ତ ଅଟେ ବାଲାର ଝିଅ। ତମେ କଣ ମତେ ପସନ୍ଦ କରିବ? ଶୁଣ, ଭଲ ପାଇବା ପ୍ରେମ କରିବା ଦୁଇ ମନର ପସନ୍ଦ। ମୁଁ ତୁମକୁ ଭଲ ପାଏ। ଆଇ ଲଭ୍ ୟୁ ସନ୍ଧ୍ୟା, ଆଇ ଲଭ୍ ୟୁ। ନା ବାବୁ, ମୁଁ ଭଲ ପାଇ ପାରିବିନି। ତମେ ଚାହିଁଲେ ତ ବଡ଼ ଧନୀଙ୍କର ଝିଅ ମିଳିବେ। କଣ କହିଲ? ଏଇ କଣ ମତେ ଭଲ ପାଇବନି? ଆରେ ତମେ ମତେ ଭଲ ବୋଲି କହିଛ, ତମେ କଣ ଭଲ ପାଇବନି? ବାବୁ ତ ବହୁତ ଭଲ। ତାହେଲେ ମୁଁ କହିଦେବି ଯେ ମୁଁ ଭଲ ପାଉଛି ବୋଲି। ହଁ ମୁଁ କହିଦେବି। ହଁ ବାବୁ, ତାହେଲେ ମୁଁ କହୁଛି। ଆରେ ଝିଅଟା ନିଶ୍ଚୟ ଆଇ ଲଭ୍ ୟୁ ବୋଲି ମତେ କହିବ।